जय माँ लक्ष्मीଙ୍କର ଜୟ ହେଉ। ନମସ୍କାର ବନ୍ଧୁଗଣ, ରେନି କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତମ୍ ଏବଂ ଶୁଭକାମନା। ଆଜିର ବିଷୟ ହେଉଛି ସୁଦଶା ବ୍ରତରେ କ'ଣ ସବୁ ନିୟମ ରହିଅଛି, ସୁଦଶା ବ୍ରତ କେଉଁଠି କରିବା ଉଚିତ, ମା'ଙ୍କୁ କ'ଣ ଭଲ ଲାଗେ, ମା'ଙ୍କ ପାଖରେ କେତେଥର ଭୋଗ ଲାଗିଥାଏ, ସୁଦଶା ବ୍ରତରେ କ'ଣ ଖାଇବା ଉଚିତ କିମ୍ବା କ'ଣ ଖାଇବା ଉଚିତ ନୁହେଁ, ଏହି ଦିନ କେଉଁ ସବୁ ମନ୍ତ୍ର ଉଚ୍ଚାରଣ କରିବା ଉଚିତ, ମୁଁ ଆପଣମାନଙ୍କୁ ମାତ୍ର ଗୋଟିଏ ଭିଡ଼ିଓରେ ସବୁ କିଛି ଦେଇପାରିବି। ତ ଭିଡ଼ିଓଟିକୁ ଦୟାକରି ଫାଷ୍ଟରୁ ଲାଷ୍ଟ ଯାଏ ଦେଖନ୍ତୁ, ଯାହାଫଳରେ ଆପଣମାନେ ସବୁ କିଛି ଜାଣିପାରିବେ। ତ ଭିଡ଼ିଓଟିକୁ ଷ୍ଟାର୍ଟ କରୁଛି। ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନେ ସୁଦଶା ବ୍ରତ କରିଥାନ୍ତି। ଏହି ବର୍ଷ 2025 ମସିହା ଜୁନ୍ ମାସ 5 ତାରିଖରେ ସୁଦଶା ବ୍ରତ ପାଳନ କରାଯିବ। ଏହି ବ୍ରତ ମାଣବସା ଗୁରୁବାର ପରି ସୁଦଶା ବ୍ରତ ମଧ୍ୟ ଲକ୍ଷ୍ମୀ ମା'ଙ୍କର ଅତି ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ, ମା'ଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ବ୍ରତକୁ ପାଳନ କରିଥାନ୍ତି। ସୁଦଶା ବ୍ରତ କେହି କେହି ଘରେ ଏବଂ ଲକ୍ଷ୍ମୀ ମନ୍ଦିରରେ ପାଳନ କରିଥାନ୍ତି। ମନ୍ଦିରରେ ଯେଉଁମାନେ ବ୍ରତ ପାଳନ କରନ୍ତି, ସେମାନେ ଘରେ ମଧ୍ୟ ଲକ୍ଷ୍ମୀଙ୍କର ବିଶେଷ ପୂଜା କରିଥାନ୍ତି। ମା ଲକ୍ଷ୍ମୀଙ୍କୁ 10 ସଂଖ୍ୟା ବହୁତ ମାତ୍ରାରେ ପ୍ରିୟ। ସେଥିପାଇଁ ମା ଲକ୍ଷ୍ମୀଙ୍କୁ ପୂଜାରେ 10ଟି ସଂଖ୍ୟାର ସବୁ ଜିନିଷ ରଖାଯାଇଥାଏ ଏବଂ ପୂଜା ମଧ୍ୟ କରାଯାଇଥାଏ। ଯେମିତିକି 10ଟି ଫୁଲ, 10ଟି ଫଳ, 10ଟି ପୁରଦିଆ ମଣ୍ଡା ପିଠା, 10ଟି ଫଳମୂଳ ମିଶି ପଣା, ବ୍ରତରେ 10 ଗଣ୍ଠି, 10ଟି ବେଲପତ୍ର, 10ଟି ହଳଦୀ ଗୁଳା, 10ଟି ଗୁଆ ଇତ୍ୟାଦି ରଖି ମଧ୍ୟ ପୂଜା କରାଯାଏ। ସୁଦଶା ବ୍ରତରେ ମା'ଙ୍କର ପିତ୍ତଳ ମୂର୍ତ୍ତିକୁ ପୂଜା କରିପାରିବେ କିମ୍ବା ଉଭୟ ମା ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତିକୁ ରଖି ମଧ୍ୟ ପୂଜା କରିପାରିବେ। ମା'ଙ୍କର ମୂର୍ତ୍ତିକୁ ପୂଜା କଲେ ମଧ୍ୟ ଗୁଆ ନିଶ୍ଚୟ ପୂଜା ହେବ। ଯାହାଙ୍କ ଘରେ ସୁଦଶା ବ୍ରତରେ 10ଟି ଗୁଆ ପୂଜା ହେବାର ନିୟମ ଅଛି, ସେମାନେ 10ଟି ଗୁଆ ମା'ଙ୍କ ପାଖରେ ପୂଜା କରିପାରିବେ। ଯାହାଙ୍କ ଘରେ 10ଟି ଗୁଆ ସୁଦଶା ବ୍ରତରେ ପୂଜା ହେବାର ନିୟମ ନାହିଁ, ସେମାନେ 2ଟି ଗୁଆ ନିଶ୍ଚୟ ପୂଜା କରିବେ ଏବଂ ସେହି 2ଟି ଗୁଆକୁ ଲକ୍ଷ୍ମୀ ନାରାୟଣଙ୍କ ନାମରେ ପୂଜା କରାଯାଏ। ଏହି ପୂଜା ଲକ୍ଷ୍ମୀ ନାରାୟଣ କିମ୍ବା କେବଳ ମା'ଙ୍କ ପ୍ରତିମା ରଖି କରିପାରିବେ। ଖଟୁଲିରେ ମା'ଙ୍କୁ ରଖି ଏହି ବ୍ରତ ପାଳନ କରାଯାଏ। ଗୁଆକୁ ଆପଣମାନେ ପିଢ଼ା ଉପରେ ରଖି ପୂଜା କରିବା ଉଚିତ। ସୁଦଶା ବ୍ରତରେ ହେଉ କିମ୍ବା ମାଣବସା ହେଉ, ମା'ଙ୍କର ଅତି ପ୍ରିୟ ହୋଇଥାଏ। ଧଳା ରଙ୍ଗର ଫୁଲ ଏବଂ ହଳଦିଆ ଓ ଲାଲ ରଙ୍ଗର ଫୁଲ ମା'ଙ୍କର ଅତି ପ୍ରିୟ ହୋଇଥାଏ। ଏହି ପୂଜାରେ ଆପଣ ଚାହିଁଲେ 10 ପ୍ରକାରର ଫୁଲ ନେଇ ପୂଜା କରିପାରିବେ, କିନ୍ତୁ ମା'ଙ୍କର ଅତି ପ୍ରିୟର ଫୁଲ ତ ପଦ୍ମ ଫୁଲ ନା, ଏବଂ ଗେଣ୍ଡୁ ଫୁଲ। ମା'ଙ୍କ ପାଖରେ କନିଅର ଫୁଲ କିମ୍ବା ଧଳା ଏବଂ କୃଷ୍ଣ କଲରର ଅପରାଜିତା ପୂଜା କରାଯାଏ ନାହିଁ। ମା'ଙ୍କର ଏହି ବ୍ରତରେ 10ଟି ଦୁବ, 10ଟି ବରକୋଳି ପତ୍ର, 10ଟି ବେଲପତ୍ର, 10ଟି ଫୁଲ ମା'ଙ୍କ ପୂଜାରେ ଲାଗିଥାଏ। ପୂର୍ବ ଦିନଠାରୁ ଏହି ସବୁ ସଜାଡ଼ି ରଖିବା ଉଚିତ, ଯାହାଦ୍ୱାରା ପୂଜା ଦିନ କମ୍ ସମୟ ଲାଗିବ ଏବଂ ଠିକ୍ ଭାବରେ ପୂଜାକୁ ସମ୍ପୂର୍ଣ୍ଣ କରିପାରିବେ। ମା'ଙ୍କ ପାଖରେ 3 ଥର ଭୋଗ ଲାଗିଥାଏ। ସକାଳେ ଭୋଗ ଲାଗିପାରିବେ, ମଧ୍ୟାହ୍ନରେ ଭୋଗ ଏବଂ ସନ୍ଧ୍ୟାରେ ମଧ୍ୟ ଭୋଗ ଲାଗିଥାଏ। ଭୋଗ ପାଇଁ ଯାହା ଆବଶ୍ୟକ ଜିନିଷ ପୂର୍ବ ଦିନଠାରୁ ସଜାଡ଼ି ରଖିବା ଉଚିତ। ମା'ଙ୍କ ନିକଟରେ 10 ପାଖୁଡ଼ା ଥିବା ପଦ୍ମ ଫୁଲ ଚିତା ପଡ଼ିବା ଉଚିତ। ମାଣବସାରେ ସମସ୍ତେ ବସି ଚିତା ଅର୍ଥାତ୍ ପୂର୍ବ ଦିନଠାରୁ ଚିତା ପକାଇ ଦେଇଥାନ୍ତି, କିନ୍ତୁ ସୁଦଶା ବ୍ରତରେ ସଜ ଚିତା ପଡ଼ିଥାଏ। ମା'ଙ୍କର ଖଟୁଲି, ପିଢ଼ା, ପିତ୍ତଳ ପୂଜା ବାସନ ସବୁ ପୂର୍ବ ଦିନଠାରୁ ଧୋଇ ରଖିଥିବା ଉଚିତ। ପୂଜାକୁ ସହଜ କରିବା ପାଇଁ ପୂର୍ବରୁ ସବୁ ଯୋଗାଡ଼ି ରଖିବା ଉଚିତ। ବ୍ରତ ଦିନ କଳା ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହେଁ। ମା'ଙ୍କୁ ଧଳା, ହଳଦିଆ ରଙ୍ଗ ଅଧିକ ପସନ୍ଦ। ସେଥିପାଇଁ ବ୍ରତ କରୁଥିବା ପ୍ରତ୍ୟେକ ନାରୀମାନଙ୍କୁ ଧଳା କିମ୍ବା ହଳଦିଆ ଶାଢ଼ୀ ପିନ୍ଧିବା ଉଚିତ, ଯେଉଁଥିରେ ନାଲି ରଙ୍ଗର ଫୁଲ କିମ୍ବା ଶାଢ଼ୀ ରହିଥିବା ଆବଶ୍ୟକ। ଖାଲି ପ୍ଲେନ୍ ଶାଢ଼ୀ ପିନ୍ଧିବା ଉଚିତ ନୁହେଁ କିମ୍ବା ନାଲି ରଙ୍ଗର ଶାଢ଼ୀ ମଧ୍ୟ ପିନ୍ଧି
ପାରିବେ। ସୁଦଶା ବ୍ରତରେ ଆମିଷ, ପିତା, କଷା, ପିଆଜ, ରସୁଣ, ଛତୁ, ମସୁର ଡାଲି, ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଅନ୍ୟ ଘରେ ମଧ୍ୟ ବ୍ରତରେ ଖାଇବା ଉଚିତ ନୁହେଁ। ଏହି ଦିନ ଛୁଆମାନଙ୍କୁ ପିଟିବା, ମିଛ କହିବା, ସ୍ୱାମୀ ସ୍ତ୍ରୀ ସଙ୍ଗେ କଳି କରିବା, ଘର ଝାଡ଼ିବା, ପୋଛିବା ଉଚିତ ନୁହେଁ। ଏହି ଦିନ ଖାଇବା ପିଇବାକୁ ନିୟନ୍ତ୍ରଣ କରିବା ସହିତ ମନକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ଉଚିତ। କାହାକୁ ବ୍ରତରେ ଗାଳି ଦେବା, ଅପମାନ କରିବା, ମିଛ କହିବା ଇତ୍ୟାଦି ଉଚିତ ନୁହେଁ। ନାରୀମାନେ ବ୍ରତ ଦିନ ଶରୀରର କୌଣସି ବି ଅଳଙ୍କାର ଉତାରିବା କିମ୍ବା ଚୁଡ଼ି ଉତାରିବା ଉଚିତ ନୁହେଁ। ଏହି ବ୍ରତ ଦିନ ଘରକୁ ସଫା ରଖିବା ଏବଂ ନିଜେ ମଧ୍ୟ ସଫାସୁତରା ରହିବା ଉଚିତ। କାରଣ ମା ଲକ୍ଷ୍ମୀଙ୍କୁ ସଫାସୁତରା ପରିଷ୍କାର ରହିଥିବା ଘର ଅଧିକ ପସନ୍ଦ ହୋଇଥାଏ। ଗୁରୁବାର ଦିନ କାହାକୁ ଝାଡ଼ୁ, ବେଲଣା, ରୋଷେଇ ଘରର କୌଣସି ବି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ। ଏହା କଲେ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି ବୋଲି ବିଶ୍ୱାସ କରାଯାଏ। ଯେଉଁ ନାରୀମାନେ ଏହି ବ୍ରତ ରଖିବେ ସେମାନେ ନିଜେ ଏହି ସୁଦଶା ବ୍ରତ ବହି ପଢ଼ିବା ଉଚିତ ହୋଇଥାଏ ଏବଂ ଅନ୍ୟମାନଙ୍କୁ ଏହି ବ୍ରତର ମାହାତ୍ମ୍ୟ ବୁଝାଇଲେ ତାହା ମଧ୍ୟ ବହୁତ ଶୁଭ ଦେଇଥାଏ। ମା ଲକ୍ଷ୍ମୀଙ୍କର କ୍ଷୀର, ହଳଦୀ, ପାଣି, ଜଳ କିମ୍ବା ପଞ୍ଚାମୃତରେ ସ୍ନାନ କରାଇଦେବା ଉଚିତ। ଗୁଆକୁ ହଳଦୀ ପାଣିରେ ବୁଡ଼ାଇ ପୂଜା କରିବା ଉଚିତ। ବ୍ରତକୁ ମାଙ୍କ ପାଖରେ ପୂଜା କରିସାରିବା ପରେ ମାଙ୍କୁ ଛୁଆଁଇ ହଳଦୀ ପାଣିରେ ବ୍ରତକୁ ବୁଡ଼ାଇ 10 ଗଣ୍ଠି ପକାଇ ହାତରେ ଧାରଣା କରିବା ଉଚିତ। ବ୍ରତ ସମୟରେ ମାଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପୂଜା ମଧ୍ୟ କରାଯାଏ। ସେହି ଗାୟତ୍ରୀ ମନ୍ତ୍ରଟି ହେଉଛି ଓଁ ମହାଲକ୍ଷ୍ମୀଶ୍ଚ ବିଦ୍ମହେ ବିଷ୍ଣୁପତ୍ନୀଶ୍ଚ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍। ସବୁଠାରୁ ବଡ଼ କଥା ହେଉଛି ପୂଜା କରିସାରିବା ପରେ ମାଙ୍କ ପାଖରେ କ୍ଷମା ପ୍ରାର୍ଥନା ମଧ୍ୟ ନିହାତି କରିବା ଉଚିତ। ହେ ମା, ପୂଜା କେମିତି କରାଯାଏ ମୁଁ ଜାଣିନାହିଁ। ପୂଜାର ନୀତି ନିୟମ ବିଷୟରେ ମୁଁ ଜାଣିନାହିଁ। ମନ୍ତ୍ର ମଧ୍ୟ ମୁଁ ମନେ ରଖିପାରୁନାହିଁ। ଯେତିକି ଜାଣିଛି ଯେମିତି ପୂଜା କରିଛି ମୋର ଦୋଷକୁ କ୍ଷମା କରିଦେବ ଏବଂ ମୋତେ ଆଶୀର୍ବାଦ କର। ମୋର ପୂଜାକୁ ଗ୍ରହଣ କର। ମା, ମୋର ଯଦି କିଛି ଭୁଲ ହେଇଛି ମୋତେ କ୍ଷମା କରିଦିଅ। ଏତିକି କହି ମାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ନିହାତି ଆବଶ୍ୟକ। କିମ୍ବା କ୍ଷମା ପ୍ରାର୍ଥନା ମନ୍ତ୍ର ଉଚ୍ଚାରଣ କରି ମାଙ୍କୁ ମଧ୍ୟ କ୍ଷମା ମାଗିପାରିବା। ଯଦି ମାଙ୍କ ପାଇଁ ମନରେ ଆପଣଙ୍କର କିଛି ବି ଭକ୍ତି ପ୍ରାର୍ଥନା ରହିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ହଁ ଆଜ୍ଞା, କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖି ଦିଅନ୍ତୁ। ରହୁଛି, ଧନ୍ୟବାଦ।